हेलो फ्रेंड नमस्कार ओडिशा स्टोरी ट्यूब यूट्यूब चैनल को स्वागत करुच्ची। आपन जदि प्रथम थर चैनल को आसते तेज चैनल को सब्सक्राइब करने। तो जो पिला माने मयूरभंज जिले होमगार्ड एग्जाम दब तो वीडियो स्किप न करी संपूर्ण देखंतु। एग्जाम मात्र गोटे दिन रही। तो आज आम यह वीडियो आलोचना करवा शिमिलीपाल जातीय उद्यान विषय में। शिमूल बा जोटा को शिमिली कहुच्छी शिमूल रेशम कोपा गछरु एहार नाम निया शिमिलीपाल ओडिशार मयूरभंज जिलार उत्तर भागରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ ଏବଂ ଏକ ବ୍ୟାଘ୍ର ଅଭୟାରଣ୍ୟ। ବ୍ୟାଘ୍ର ଅଭୟାରଣ୍ୟ 2750 ବର୍ଗ କିଲୋମିଟରରେ ବିସ୍ତାରିତ ଏବଂ ଏଥିରେ ଜୋରନ୍ଦା ଏବଂ ବୋରେଇ ପାଣି ଭଳି କିଛି ସୁନ୍ଦର ଜଳପ୍ରପାତ ରହିଛି। ଏହି ଉଦ୍ୟାନଟି ଉଚ୍ଚ ମାଳଭୂମି ଏବଂ ପାହାଡ଼ ଦ୍ୱାରା ଘେରି ରହିଛି। ସର୍ବୋଚ୍ଚ ଶିଖର ହେଉଛି ଖଇରିବୁରୁ ଏବଂ ମେଘାସନର ଯୁଗଳ ଶିଖର ସମୁଦ୍ର ପତନଠାରୁ 1515 ମିଟର ଉଚ୍ଚ। ସମତଳ ଅଞ୍ଚଳ ଦେଇ ଅତି କମରେ 12ଟି ନଦୀ ବିଚ୍ଛିନ୍ନ ହୋଇଛି ଯାହା ସମସ୍ତ ବଙ୍ଗୋପସାଗର ପ୍ରବାହିତ ହୁଏ। ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛି ବୁଢ଼ାବଳଙ୍ଗ, ସାଳନ୍ଦୀ, ଖଇରୀ ଏବଂ ଦେଓ। ତାପରେ ଦେଖିବା ଉଦ୍ଭିଦ ଏବଂ ପ୍ରାଣୀ। ଏଠାରେ 1078 ପ୍ରଜାତିର ଉଦ୍ଭିଦ ପାର୍କରେ ଦେଖିବାକୁ ମିଳେ। ଶାଳ ହେଉଛି ଏଠାରେ ପ୍ରମୁଖ ବୃକ୍ଷ ପ୍ରଜାତି। ଏହି ପାର୍କରେ ବିସ୍ତୃତ ଘାସଭୂମି ମଧ୍ୟ ଅଛି ଯାହା ଅନେକ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଚରାଭୂମି। ଏହି ଜଙ୍ଗଲ ଗୁଡ଼ିକରେ ଔଷଧୀୟ ଏବଂ ସୁଗନ୍ଧିତ ଗୁଣ ଥିବା ଅନେକ ଉଦ୍ଭିଦ ରହିଛି। ଏହି ପାର୍କ ବାଘ, ହାତୀ ଏବଂ ପାହାଡ଼ିଆ ମୀନା ପାଇଁ ଜଣାଶୁଣା। ଏଠାରେ ଓଡ଼ିଶା ରାଜ୍ୟରେ ସର୍ବାଧିକ ବାଘ ସଂଖ୍ୟା ରହିଛି। ପାର୍କରୁ 55 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, 304 ପ୍ରଜାତିର ପକ୍ଷୀ, 60 ପ୍ରଜାତିର ସରୀସୃପ, 21 ପ୍ରଜାତିର ବେଙ୍ଗ, 38 ପ୍ରଜାତିର ମାଛ ଏବଂ 164 ପ୍ରଜାତିର ପ୍ରଜାପତି ରେକର୍ଡ କରାଯାଇଛି। ବାଘ ବ୍ୟତୀତ ପ୍ରମୁଖ ସ୍ତନ୍ୟପାୟୀ ପ୍ରାଣୀମାନେ ହେଲେ ଚିତାବାଘ, ସମ୍ବର, ହରିଣ, ଜଙ୍ଗଲୀ ବିଲେଇ, ବନ୍ୟ ଘୁଷୁରୀ, ଚାରିଶୃଙ୍ଗୀ ମୃଗ ଏଠାରେ ଦେଖାଯାନ୍ତି। ପାର୍କରେ ଏକ ବଡ଼ ସରୀସୃପ ସଂଖ୍ୟା ମଧ୍ୟ ରହିଛି ଯେଉଁଥିରେ ସବୁଠାରୁ ଲମ୍ବା ବିଷାକ୍ତ ସାପ କିଙ୍ଗକୋବ୍ରା ଏବଂ ଟ୍ରାଇକାରିନେଟ୍ ପାହାଡ଼ କଇଁଛ ଅନ୍ତର୍ଭୁକ୍ତ। ରାମତୀର୍ଥରେ ମଗର ପରିଚାଳନା କାର୍ଯ୍ୟକ୍ରମ ଖଇରୀ ଏବଂ ଦେଓ ନଦୀ କୂଳରେ ମଗର କୁମ୍ଭୀରକୁ ବଢ଼ାଇବାରେ ସାହାଯ୍ୟ କରିଛି। ଟାଇଗର ରିଜର୍ଭ ଆଖପାଖର ରାଜକୀୟ ପରିବାର ପାଇଁ ଏକ ଶିକାର ଭୂମି ଭାବରେ ଆରମ୍ଭ ହୋଇଥିଲା। ଏହାକୁ ମେ 1973ରେ ପ୍ରୋଜେକ୍ଟ ଟାଇଗର ଅଧୀନରେ ଆନୁଷ୍ଠାନିକ ଭାବରେ ଏକ ବ୍ୟାଘ୍ର ସଂରକ୍ଷଣ ଭାବରେ ନାମିତ କରାଯାଇଥିଲା। ଓଡ଼ିଶା ସରକାର 1979ରେ 2750 ବର୍ଗ କିଲୋମିଟର କ୍ଷେତ୍ରଫଳ ସହିତ ଶିମିଳିପାଳକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରିଥିଲେ। ପରେ 1980ରେ ଓଡ଼ିଶା ସରକାର ଅଭୟାରଣ୍ୟର 303 ବର୍ଗ କିଲୋମିଟରକୁ ଜାତୀୟ ଉଦ୍ୟାନ ଭାବରେ ପ୍ରସ୍ତାବ ଦେଇଥିଲେ। 1986 ମସିହାରେ ଜାତୀୟ ଉଦ୍ୟାନର କ୍ଷେତ୍ରଫଳ 845.70 ବର୍ଗ କିଲୋମିଟରକୁ ବୃଦ୍ଧି କରାଯାଇଥିଲା। ଭାରତ ସରକାର 1994 ମସିହାରେ ଏହାକୁ ଏକ ଜୈବମଣ୍ଡଳ ସଂରକ୍ଷଣ ଭାବରେ ଘୋଷଣା କରିଥିଲେ। ମେ 2009 ମସିହାରେ ୟୁନେସ୍କୋ ଏହି ଜାତୀୟ ଉଦ୍ୟାନକୁ ଜୈବମଣ୍ଡଳ ସଂରକ୍ଷଣ ତାଲିକାରେ ସାମିଲ କରିଥିଲା। ଯଦି ପିଲାମାନେ ପରୀକ୍ଷାରେ ପଡ଼ିବ ଯେ କେତେ ମସିହାରେ ବା କେବେ ୟୁନେସ୍କୋ ଏହି ଜାତୀୟ ଉଦ୍ୟାନକୁ ମାନେ ଶିମିଳିପାଳ ଜାତୀୟ ଉଦ୍ୟାନକୁ ଜୈବମଣ୍ଡଳ ସଂରକ୍ଷଣ ତାଲିକାରେ ସାମିଲ କରିଥିଲା କେବେ ନା 2009 ମସିହାରେ। ତ ପିଲାମାନେ ମନେ ରଖିବେ ପରୀକ୍ଷାର କ୍ୱେଶ୍ଚନ ଆସିପାରେ ଏଟା। ତାପରେ ଏହି ବ୍ୟାଘ୍ର ସଂରକ୍ଷଣ ମଧ୍ୟ ମୟୂରଭଞ୍ଜ ହାତୀ ସଂରକ୍ଷଣ ଅଧୀନରେ ଆସେ ଯେଉଁଥିରେ ସଂଲଗ୍ନ ହଦଗଡ଼ ଏବଂ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଭୁକ୍ତ। ଏହାର ଜୈବ ବିବିଧତା ବ୍ୟତୀତ ଶିମିଳିପାଳ ଜଙ୍ଗଲ ଚାରିପାଖରେ ବିଭିନ୍ନ ଜନଜାତି ବାସ କରନ୍ତି। ଏମାନଙ୍କ ମଧ୍ୟରେ କଲୋ, ସାନ୍ତାଳ, ଭୂମିଜ, ଭାତୁଡ଼ି, ଗଣ୍ଡା, ଖଡ଼ିଆ, ମାଙ୍କଡ଼ିଆ ଏବଂ ସାହାରା ପ୍ରମୁଖ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବସତିପ୍ରାପ୍ତ କୃଷକ ଜାଳେଣୀ କାଠ ଏବଂ କାଠ ସଂଗ୍ରହ କରି ସେମାନଙ୍କର ଆୟ ବୃଦ୍ଧି କରନ୍ତି। କେବଳ ଶେଷ ତିନୋଟି ଆଦିବାସୀ ଶିକାରୀ ସଂଗ୍ରହ ସମ୍ପ୍ରଦାୟ ଯେଉଁମାନେ ମୁଖ୍ୟତଃ ଜଙ୍ଗଲ ବାହାରେ ବାସ କରନ୍ତି ଏବଂ ଜଙ୍ଗଲ ଉତ୍ପାଦ ସଂଗ୍ରହ କରନ୍ତି। ପୂର୍ବରୁ ଜନଜାତିମାନେ ବନ୍ଦ ଋତୁ, ନିର୍ଦ୍ଦିଷ୍ଟ ପ୍ରଜାତି ଶିକାର ନିଷେଧ, ପବିତ୍ର ଜଙ୍ଗଲ ରକ୍ଷଣାବେକ୍ଷଣ ଇତ୍ୟାଦି ଭଳି ଅନେକ ପାରମ୍ପରିକ ସଂରକ୍ଷଣ ପ୍ରଥା ଅନୁସରଣ କରୁଥିଲେ। କିନ୍ତୁ ଆଧୁନିକ ସଭ୍ୟତାର ବର୍ଦ୍ଧିତ ପ୍ରଭାବ, ମାନବ ଜନସଂଖ୍ୟା ବୃଦ୍ଧି ଏବଂ ବନ୍ୟପ୍ରାଣୀଙ୍କ ଉପଲବ୍ଧତା ହ୍ରାସ ହେତୁ ଏହି ପ୍ରଥାଗୁଡ଼ିକ ହ୍ରାସ ପାଉଛି। ତ ପିଲାମାନେ ଭିଡ଼ିଓଟି ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖନ୍ତୁ ଭଲ ଭାବେ ବୁଝିପାରିବେ।
ତାପରେ ଦେଖିବା ବରେହିପାଣି ଜଳପ୍ରପାତ ବିଷୟରେ। ବରେହିପାଣି ଜଳପ୍ରପାତ ହେଉଛି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ। ବରେହିପାଣି ନାମଟି ସ୍ଥାନୀୟ ନାମ ବରେହି ଅର୍ଥରୁ ଆସିଛି, ଯାହା ଦେଖାଯାଏ। ଜଳପ୍ରପାତଟି ଦୁଇଟି ସ୍ତରରେ ଏକ ବିସ୍ତୃତ ପାହାଡ଼ ଉପରେ ପଡ଼ି ଏକ ବିସ୍ତୃତ ପୁଷ୍କରିଣୀ ଦୃଶ୍ୟରେ ଶେଷ ହୁଏ। 399 ମିଟର ମାନେ 1309 ଫୁଟ ଉଚ୍ଚତାରୁ ପଡ଼ୁଥିବା ଜଳପ୍ରପାତଟି ବୁଢ଼ାବଳଙ୍ଗ ନଦୀ ସମତଳ ଭୂମିକୁ ପ୍ରବାହିତ ହେଉଥିବା ଘାଟିରେ ପ୍ରତିଧ୍ୱନିତ ଶବ୍ଦ ସହିତ ଏକ ମହାନ ଦୃଶ୍ୟ ପ୍ରଦାନ କରେ। ବର୍ଷା ସମୟରେ ପ୍ରବଳ ବର୍ଷା ଯୋଗୁଁ ପ୍ରଚୁର ଜଳପ୍ରବାହ ଦେଖିବାକୁ ମିଳେ। ଜଳପ୍ରପାତ ବରେହିପାଣି ଶିମିଳିପାଳର ଏକ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ, ଯାହା ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏହି ମହାନ ଜଳପ୍ରପାତର ଏକ ଝଲକ ନ ପାଇ ଶିମିଳିପାଳ ପରିଦର୍ଶନ ଅସମ୍ପୂର୍ଣ୍ଣ। ପର୍ଯ୍ୟଟକମାନଙ୍କ ପାଇଁ ଜଳପ୍ରପାତଟି 1 ନଭେମ୍ବରରୁ 15 ଜୁନ ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଜଳପ୍ରପାତ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ ନଭେମ୍ବର ମାସରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ। ତାପରେ ଦେଖିବା ଜୋରନ୍ଦା ଜଳପ୍ରପାତ ବିଷୟରେ। ଜୋରନ୍ଦା ଜଳପ୍ରପାତ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା ଏବଂ ଭାରତର ପ୍ରସିଦ୍ଧ ଜଳପ୍ରପାତ ମଧ୍ୟରୁ ଗୋଟିଏ। ଏହା ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ। ଏହା ଏକ ସିଧା ଏବଂ ଏକକ ବୁନ୍ଦା ଜଳପ୍ରପାତ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ। ଏହାର ମୋଟ ଉଚ୍ଚତା 181 ମିଟର ବା 594 ଫୁଟ। ଏକ ଘାଟିରେ ଭୂମିକୁ ଲମ୍ବ ଭାବରେ ସ୍ପର୍ଶ କରେ। ପାଣି ଗୋଟିଏ ବୁନ୍ଦାରେ ଏକ ଉଚ୍ଚ ପଥର ଉପରେ ଖସି ପଡ଼େ। ଏହା ପଡ଼ିବା ସହିତ ସାମାନ୍ୟ ବିସ୍ତାରିତ ହୁଏ। ଶିମିଳିପାଳର ମହିମା ଏବଂ ମନମୋହ ସୌନ୍ଦର୍ଯ୍ୟକୁ ଏହି ସ୍ଥାନରୁ ସର୍ବୋତ୍ତମ ଭାବରେ ଦେଖାଯାଇପାରିବ। ହଜାର ହଜାର ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀ ଶାନ୍ତ ପ୍ରକୃତିର ମଜା ନେବା ଏବଂ ବ୍ୟସ୍ତବହୁଳ ସହର ଜୀବନରୁ ମୁକ୍ତି ପାଇବା ପାଇଁ ଏହି ଜଳପ୍ରପାତକୁ ପରିଦର୍ଶନ କରନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ମୂଳ ଅଞ୍ଚଳରେ ଅବସ୍ଥିତ ଏହି ମନୋରମ ଜଳପ୍ରପାତ ପରିଦର୍ଶକଙ୍କ ପାଇଁ ଏକ ଉତ୍ତମ ପରିପୂରକ ଦୃଶ୍ୟ ଏବଂ ପାର୍କ ଭିତରେ ପଶୁପକ୍ଷୀ ଦର୍ଶନ, ରୋଷେଇ ବ୍ୟବସ୍ଥା ସହିତ ପର୍ଯ୍ୟଟନ କୁଟୀର 2009 ପୂର୍ବରୁ ଉପଲବ୍ଧ କରାଯାଇଥିଲା, ଯାହା ସେହି ବର୍ଷ ମାଓବାଦୀଙ୍କ ଦ୍ୱାରା ଧ୍ୱଂସ ହୋଇଯାଇଛି। ଏହି ଜଳପ୍ରପାତ ପର୍ଯ୍ୟଟକଙ୍କ ପାଇଁ 1 ନଭେମ୍ବରରୁ 15 ଜୁନ ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଜଳପ୍ରପାତ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ ହେଉଛି ନଭେମ୍ବର ମାସରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ। ତାପରେ ଦେଖିବା ଉସ୍କି ଜଳପ୍ରପାତ ବିଷୟରେ। ଭଣ୍ଡନ ନଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନଦୀ, ଯାହା ଶିମିଳିପାଳ ଜୈବମଣ୍ଡଳ ଅଭୟାରଣ୍ୟ ଦେଇ ପ୍ରବାହିତ ହୁଏ। ଏହା ଦ୍ୱାରା ସୃଷ୍ଟି ହୋଇଥିବା ସୁନ୍ଦର ଉସ୍କି ଜଳପ୍ରପାତ ପାଇଁ ଜଣାଶୁଣା। ନଦୀ ଅବବାହିକା ପ୍ରସ୍ତର ଯୁଗରୁ ନବପ୍ରାଥମିକ ଯୁଗ ପର୍ଯ୍ୟନ୍ତ ପ୍ରାରମ୍ଭିକ ମାନବ ବସତିକୁ ପ୍ରକାଶ କରେ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଏବଂ ଐତିହାସିକ କ୍ଷେତ୍ର କରିଥାଏ। ଏହି ନଦୀ ମନୋରମ ଉସ୍କି ଜଳପ୍ରପାତ ଗଠନ କରେ। ଶିମିଳିପାଳ ମଧ୍ୟରେ ଏକ ଲୋକପ୍ରିୟ ସ୍ଥାନ କେତେକ ସମୟରେ କିମ୍ବଦନ୍ତୀ ବାଘୁଣୀ ଖଇରୀ ସହିତ ଜଡ଼ିତ। ଭଣ୍ଡନ ନଦୀ ଯେତେବେଳେ ବୁନ୍ଦା ବୁନ୍ଦା ଉସ୍କି ନାମକ ଏହି ସୁନ୍ଦର ଜଳପ୍ରପାତ ସୃଷ୍ଟି କରେ, ଏହା ଯଶୀପୁରରୁ ପ୍ରାୟ 50 କିଲୋମିଟର ଦୂରରେ ଅବସ୍ଥିତ ଏବଂ ପ୍ରାୟ 3 ଘଣ୍ଟା ପାଇଁ ଜଙ୍ଗଲ ରାସ୍ତାରେ ଗାଡ଼ି ଚଳାଇ ପହଞ୍ଚି ପାରିବେ। ଜଳପ୍ରପାତଟି ପର୍ଯ୍ୟଟକଙ୍କ ପାଇଁ 1 ନଭେମ୍ବରରୁ 15 ଜୁନ ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଜଳପ୍ରପାତ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ ହେଉଛି ନଭେମ୍ବର ମାସରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ। ପ୍ରବଳ ବର୍ଷା ପରେ ସମସ୍ତ ପୁନଃସ୍ଥାପିତ ସବୁଜିମା ସହିତ ଘନ ଜଳପ୍ରପାତଟି ଉତ୍କୃଷ୍ଟ ଦେଖାଯାଇଥାଏ। ଅନୁକୂଳ ଜଳବାୟୁ ଯୋଗୁଁ ପର୍ଯ୍ୟଟକମାନେ ଏହି ଋତୁରେ ମଜାଦାର ଅନୁଭବ କରନ୍ତି। ତ ପିଲାମାନେ ଆଜିର ଭିଡ଼ିଓକୁ ଏଇଠି ରଖୁଛୁ। ପୁଣି ଆଲୋଚନା କରିବା ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।